ଦିନେ ପାଣି ତାର ଗମ୍ଭୀର ବନ୍ଧୁ କ୍ଷୀରକୁ ଦେଖା କରିବାକୁ ଆସିଲା। କ୍ଷୀର ତାକୁ ଖୁସିରେ ଆଲିଙ୍ଗନ କଲା। ସେହି ମୁହୂର୍ତ୍ତରେ କିଛି ଆଶ୍ଚର୍ଯ୍ୟଜନକ କଥା ଘଟିଲା। ପାଣିର ମୂଲ୍ୟ ହଠାତ୍ ବଢ଼ିଗଲା। ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ବନ୍ଧୁ, ଏ କ'ଣ ହେଲା? ମୁଁ ତ ସାଧାରଣ ପାଣି, କିନ୍ତୁ ତମ ସହ ମିଶିଲା ପରେ ମୁଁ ଏତେ ମୂଲ୍ୟବାନ ହୋଇଗଲି। କ୍ଷୀର ହସି ଦେଇ କହିଲା, ବନ୍ଧୁ, ତୁମେ ଯେବେ ମୋ ପାଖକୁ ଆସ, ମୋର ରଙ୍ଗ ଆଉ ଅସ୍ତିତ୍ୱକୁ ମିଶେଇ ଦିଅ। ତେଣୁ ମୁଁ ମଧ୍ୟ ବନ୍ଧୁତା ଲିଭାଏ। ତୁମକୁ ମୋ ସହ ସମ୍ମାନ ମୂଲ୍ୟବାନ କରିଦିଏ। ପାଣି ଭାବୁକ ହୋଇ କହିଲା, ଯଦି ତମେ ଏତେ ସମ୍ମାନ କରିବ, ତେବେ ଏବେ ମୋର ପାଳି। ଯେବେ ବି ଆମକୁ ନିଆଁ ଉପରେ ରଖାଯିବ, ତାପ ବଢ଼ିଲେ ମୁଁ ଆଗେ ବାଷ୍ପ ହୋଇ ଉଡ଼ିଯିବି, କିନ୍ତୁ ତୁମକୁ ଜଳିବାକୁ ଦେବିନି। କ୍ଷୀର ବି ସଙ୍ଗେ ସଙ୍ଗେ କହିଲା, ଯଦି ତମେ ମୋ ପାଇଁ ଆକାଶରେ ଉଡ଼ିଯିବ, ତେବେ ମୁଁ ବି ତମ ବିନା କେମିତି ରହିବି? ମୁଁ ବି ଉତୁରି ପଡ଼ିବି, ଯେମିତି ସେଇ ନିଆଁକୁ ଲିଭେଇ ଦେବି, ଯିଏ ଆମକୁ ଅଲଗା କରିବାକୁ ଚେଷ୍ଟା କରିଛି। ଏହା ହିଁ ହେଉଛି ପ୍ରେମ, ଯେଉଁଠି ଜଣେ ତ୍ୟାଗ କରେ, ଅନ୍ୟ ଜଣେ ସାଥ ଦେବା ପାଇଁ ସବୁ ସୀମାକୁ ପାର କରିଯାଏ। ଜୟ ଜଗନ୍ନାଥ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଜୟ ଜଗନ୍ନାଥ।